ପାଇଁ ବାଜିଛି ବିଗୁଲ। ଓଡ଼ିଶାରେ ହେବ 4ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ। ଏହି ଆସନରୁ ଲଢ଼ିବେ ଏହି ପ୍ରାର୍ଥୀ। ଦର୍ଶକ ବନ୍ଧୁ, ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଓଡ଼ିଶାରେ 4ଟି ପର୍ଯ୍ୟାୟରେ ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ। ମେ 13 ତାରିଖରେ ପ୍ରଥମ ପର୍ଯ୍ୟାୟ, ମେ 20 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ, ମେ 25ରେ ତୃତୀୟ ପର୍ଯ୍ୟାୟ, ଜୁନ୍ 1ରେ ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହାପରେ ଜୁନ୍ 4 ତାରିଖରେ ଘୋଷଣା କରାଯିବ ଫଳାଫଳ। ସେପରି ଦେଶର 543ଟି ଲୋକସଭା ଆସନ ପାଇଁ 7ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଏପ୍ରିଲ 19 ତାରିଖରେ ପ୍ରଥମ ପର୍ଯ୍ୟାୟ, ଏପ୍ରିଲ 26ରେ ଦ୍ୱିତୀୟ ପର୍ଯ୍ୟାୟ, ମେ 7ରେ ତୃତୀୟ ପର୍ଯ୍ୟାୟ, ମେ 13ରେ ଚତୁର୍ଥ ପର୍ଯ୍ୟାୟ, ମେ 20ରେ ପଞ୍ଚମ ପର୍ଯ୍ୟାୟ, ମେ 25ରେ ଷଷ୍ଠ ପର୍ଯ୍ୟାୟ ଏବଂ ଜୁନ୍ 1ରେ ହେବ ସପ୍ତମ ପର୍ଯ୍ୟାୟ ମତଦାନ ଗ୍ରହଣ। ତେବେ ଓଡ଼ିଶାର 147ଟି ବିଧାନସଭା ଏବଂ 21ଟି ଲୋକସଭା ଆସନରେ ଜେନେରାଲ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀମାନେ ନିର୍ବାଚନ ଲଢ଼ିବେ। ଏମିତି ସ୍ଥିତିରେ କେଉଁ ଆସନ କେଉଁ ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି ତାହା ଭୋଟର ଏବଂ ପ୍ରାର୍ଥୀମାନେ ଜାଣିବା ନିହାତି ଜରୁରୀ। ତାହେଲେ ଆସନ୍ତୁ ନଜର ପକାଇ ନେବା ସେସବୁ ଲିଷ୍ଟ ଉପରେ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ୱାର୍।